ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମବଙ୍ଗ କୋଲକାତାର ରାମକୃଷ୍ଣ ମିଶନ ସାଂସ୍କୃତିକ ଅନୁଷ୍ଠାନରେ ରାୟଗଡ଼ା ଜିଲ୍ଲାର ଗୁମଡ଼ା ଲକ୍ଷ୍ମୀପୁର ଡକ୍ଟର ବି ରବିଙ୍କୁ ସ୍ୱାମୀ ବିବେକାନନ୍ଦ ଯୁବ ପୁରସ୍କାର 2025ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳକ ଡକ୍ଟର ରାଜୀବ ପାଲ, ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ୱାର୍ଲ୍ଡ ବୁକ୍ ଅଫ୍ ଷ୍ଟାର ରେକର୍ଡ କୋଲକାତା ଡକ୍ଟର ସୌରଭ ପ୍ରସାଦ ଘୋଷ, ନିର୍ଦ୍ଦେଶକ ସାଂସ୍କୃତିକ ମନ୍ତ୍ରୀ ପଶ୍ଚିମବଙ୍ଗ ଭାରତୀ ଘୋଷ, ଆଇପିଏସ୍ ବିଜେପି ପ୍ରବକ୍ତା ପଶ୍ଚିମବଙ୍ଗ, ମହାନ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଡକ୍ଟର ବି ରବିଙ୍କୁ ସମାଜସେବା ପାଇଁ ସ୍ୱାମୀ ବିବେକାନନ୍ଦ ଯୁବ ପୁରସ୍କାର 2025ରେ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଭମେଣ୍ଟ ସାର୍ଟିଫିକେଟ୍, ଉତ୍ତରୀୟ ମେଡାଲ ଦେଇ ସମ୍ମାନିତ କରାଯାଇଛି। ଡକ୍ଟର ବି ରବିଙ୍କୁ ସମାଜସେବା ପାଇଁ ପୂର୍ବରୁ ଅନେକ ରାଜ୍ୟରେ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଥିବା ବେଳେ କୋଲକାତାଠାରେ ସମାଜସେବା ପାଇଁ ସ୍ୱାମୀ ବିବେକାନନ୍ଦ ଯୁବ ପୁରସ୍କାର 2025ରେ ସମ୍ମାନିତ କରାଯାଇଛି। ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ରାୟଗଡ଼ାରୁ ପ୍ରଶାନ୍ତଙ୍କର, ଓଡ଼ିଶା ମୋବାଇଲ ଟିଭି। Dr. Borehu Ravi from Odisha is being honored with the Swami Vivekananda Rashtriya Yuva Puraskar for his outstanding contributions to society. Serving as the Odisha State Organization Secretary of the International Human Rights Protection Council, Dr. Borehu Ravi has been a beacon of hope for the helpless. He extended a helping hand to children during the COVID-19 pandemic and worked tirelessly to support the poor and underprivileged. His impactful social work has touched countless lives, reflecting his deep commitment to building a compassionate and inclusive